ମାନେ ଆଜି ବନ୍ଧା ହବ ସବୁ ଡଗି ମାନଙ୍କ ବେକରେ ସେ ଛୁଆ ମାନଙ୍କ କାଳୁର ଛୁଆ ମାନଙ୍କ ବେକରେ ସେ ବାନ୍ଧିବା ଚାଲନ୍ତୁ। ପୂର୍ବରୁ ଗୋଟେ ଭିଡିଓ ମୁଁ ଅପଲୋଡ କରିଥିଲି ଆମର ଆମ୍ବର ଯୋଉଟା କି ଘରେ ରଖିଛି ଯୋଉ ଡଗିଟା ତାରି ଉପରେ ଗୋଟେ ଭିଡିଓ ଅପଲୋଡ କରିଥିଲି। କିଛି ଲୋକମାନେ ମତେ କମେଣ୍ଟ କରିଛନ୍ତି କି ଗୋ ସେବା କର ଆଉ ଗାଈ ରଖିଲେ କେତେ ଯେ କଷ୍ଟ। ହଁ ନିଶ୍ଚିତ ଗୋ ସେବା ତ କରିବା ନିହାତି ଆବଶ୍ୟକ ଆଉ ଭଲ ବି, କିନ୍ତୁ ଯୋଉ କହିଛନ୍ତି କେତେ ଯେ କଷ୍ଟ ହଉଛି ବୋଲି ଆପଣ ମାନେ ବୋଧେ ଛାଡି ଦଉଛନ୍ତି ରାସ୍ତାଘାଟରେ ନିଅ କାଟିକି ଖାଇଯାଅ ସେଥିପାଇଁ ବିକି ଦଉଛନ୍ତି ନା କଣ। ଆଉ ରହିଲା କି ଗୋ ସେବା, ଖାଲି ଯେ ଗାଈ ଗୋଟେ ଘରେ ରଖିଦେଇକି ଗୋ ସେବା କଲେ ହବନି, ତାକୁ ଗୋ ସେବା କୁହାଯାଏନି। ଆଉ ଦେଖିବେ ରାସ୍ତାଘାଟରେ ଅନେକ ଅନେକ ଲକ୍ଷେ ଲକ୍ଷେ ଗାଈ ଷଣ୍ଢ ବଳଦ ବୁଲୁଛନ୍ତି, କେହି ଜଣେ ପାଣି ଟୋପେ ଦଉନାହାନ୍ତି। ତ ତାଙ୍କ ପାଇଁ କଣ କରାଯିବ କୁହନ୍ତୁ। ଆଉ ଯଦି ଯୋଉମାନେ ଗୋ ସେବା କରୁଛନ୍ତି, ମୁଁ ତ କରୁନି, ଯଦି ଯୋଉମାନେ କରୁଛନ୍ତି ଛାଡୁଛନ୍ତି କାହିଁ? ଆମ ଓଡିଶାରେ ଗୋଶାଳା ଖୋଲିଛି କାହିଁକି? ଯୋଉମାନେ ଯଦି କରୁଛନ୍ତି ନିଷ୍ଠାର ସହକାରେ ତାହେଲେ ଗୋଶାଳା ଖୋଲିଛି କାହିଁକି ଆମ ଓଡିଶାରେ? ରହିଲା କି ମୁଁ ଗାଈ ରଖିବା କଥା, ଫ୍ୟୁଚରକୁ ଯଦି ଭଗବାନ ମତେ ସେମିତି କିଛି ସୁବିଧା ସୁଯୋଗ ଦିଅନ୍ତି ମୁଁ ନିଶ୍ଚିନ୍ତ ଗାଈ ରଖିବି। ଗୋ ସେବା ଆଳରେ ମାନେ ଗାଈ ମାନଙ୍କ ପାଖରେ ସ୍ୱାର୍ଥ ରଖିକି ଗୋ ସେବା କରିବେନି, ତାଠାରୁ ସବୁ ସ୍ୱାର୍ଥ ଆଦାୟ କରି ତାକୁ ଲାଷ୍ଟକୁ ବିକିବେନି, ତା ଛୁଆକୁ ଖାଇବାକୁ ଦେବେନି, ଏମିତି କରିବେନି। କିଛି କିଛି ଲୋକମାନେ ଅଛନ୍ତି, ସବୁ ଲୋକମାନଙ୍କ କଥା କହୁନି, କିଛି କିଛି ଲୋକମାନଙ୍କ କଥା କହୁଛି। ତ ସେମାନେ ଭଗବାନଙ୍କର ନାମ କୀର୍ତ୍ତନ ସଂକୀର୍ତ୍ତନ ସବୁ କରୁଥିବେ, ଭଗବାନଙ୍କୁ ବହୁତ ମାନୁଥିବେ, କିନ୍ତୁ ରାସ୍ତାରେ ଯେତେବେଳେ ଯାଉଥିବେ ଗାଈ କୁକୁର ଷଣ୍ଢ ବଳଦ ଯଦି ତାଙ୍କ ସାମ୍ନାରେ ଆସନ୍ତି ତାଙ୍କୁ ଘୃଣା କରିବେ, ତାଙ୍କୁ ଛୁଇଁ। ମୁଁ ନିଜେ ହୁଏ ନା କାହିଁକି, ଆମେ ମାନେ ଯେତେବେଳେ ମନ୍ଦିର ଯାଉଛେ ହାତରେ ଫୁଲ ଭୋଗ ଚନ୍ଦନ ସବୁ ନେଇ ଯାଉଛେ, ତ ଯଦି ଆମ ସାମ୍ନାରେ ଷଣ୍ଢ ବଳଦ ଗାଈ ଆସୁଛନ୍ତି ଆମେ ତାଙ୍କୁ ହଟେଇ ଦଉଛେ, ହେ ହଟ ଆମେ ଆଗ ଭଗବାନଙ୍କୁ ବୁଝିବୁ ତାପରେ ତମେ ମାନେ। କିନ୍ତୁ ମାନେ ଆମେ କେବେ ଆଗ ସେମାନଙ୍କୁ ଦେଇଛେ ଖାଇବା ପାଇଁ? କୁକୁର ତ ଛାଡ, ଏଇ ଷଣ୍ଢ ବଳଦ ଗାଈ ଏମାନଙ୍କୁ କେବେ ଦେଇଛି କି? ଦେଇନେ। କିନ୍ତୁ ଆମେ ଭଗବାନଙ୍କୁ ଆଗ ଦବା ପାଇଁ ନଉଛେ। ହଁ ଆମେ ଭଗବାନଙ୍କୁ ପୂଜିବା, ମନରେ ବିଶ୍ୱାସ କରିବା, ଭକ୍ତି କରିବା, ଆଉ ଗୋଟେ କଥା ଭଗବାନଙ୍କ ଜିନିଷ ଆମେ ଭଗବାନଙ୍କୁ ଦେବା, ଆଉ ଏଇମାନଙ୍କୁ ଦେଲେ ଅଟୋମେଟିକ ଭଗବାନ ପାଇଯିବେ, ଆଉ ଭଗବାନଙ୍କ ଆଶୀର୍ବାଦ ସଦାସର୍ବଦା ଆମ ଉପରେ ହିଁ ରହିବ। ବାକି ରହିଲା ମଣିଷ ମାନଙ୍କ ସେବା କରିବା। ମୁଁ ତ ମଣିଷ ମାନଙ୍କ ସେବା କରିଛି, ତାର ଫଳ ମଧ୍ୟ ମୁଁ ପାଇଛି, କିନ୍ତୁ ମୋ ମନ ମୋ ଆତ୍ମା ମୋ ବିବେକ ମତେ କହିଲା କି ନାଇଁ ଏଇମାନଙ୍କ ସେବା କରିକି ଥରେ ଦେଖ କେତେ ଯେ ଶାନ୍ତି ଲାଗୁଛି। ତ ମୁଁ ମଣିଷ ମାନଙ୍କ ସେବା କରିଛି। ଆଉ ଆଜିକାଲିକା ମଣିଷ ମାନଙ୍କର ଯେତେ ବି କଲେ ତ ସେମାନେ କେବେ ଖୁସି ହେବେନି, ନିନ୍ଦା ଓଲଟି କରିବେ, କେବେ ବି ଖୁସି ହେବେନି। ଥରେ ମାତ୍ର ଏଇମାନଙ୍କ ସେବା କରି ଦେଖନ୍ତୁ କେତେ ଯେ ଶାନ୍ତି ଲାଗିବ, କେତେ ଯେ ଶାନ୍ତି।